ଆଜିର ଭିଡ଼ିଓରେ ଧାନ ମଣ୍ଡିରେ ଧାନ ବିକୁଥିବା ଚାଷୀ ଭାଇମାନଙ୍କ ପାଇଁ ପୁଣି ଧାନ ମଣ୍ଡିକୁ ନେଇ ଆସିଗଲା ନୂଆ ସୂଚନା। ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ଭାଇମାନଙ୍କୁ ଆଉ ଟୋକନ ମିଳିବ ନାହିଁ। ଏହି ଭିଡ଼ିଓରେ ମୁଁ ଆପଣମାନଙ୍କୁ ଏମିତି କାହିଁକି କହୁଛି, ରାଜ୍ୟ ସରକାରଙ୍କ ତରଫରୁ କାହିଁକି ଟୋକନ ଗୁଡ଼ିକ ଚାଷୀମାନଙ୍କୁ ଦିଆଯିବନି, କେଉଁ ଚାଷୀ ଭାଇମାନେ ଟୋକନ ପାଇବେ ନାହିଁ, ଏହାକୁ ନେଇ ରାଜ୍ୟ ସରକାରଙ୍କ ତରଫରୁ କ'ଣ ରହିଛି ସୂଚନା, ଯାହା ଏହି ଭିଡ଼ିଓ ମାଧ୍ୟମରେ ମୁଁ ଆପଣମାନଙ୍କୁ ସମ୍ପୂର୍ଣ୍ଣ ସୂଚନା ଗୋଟି ଗୋଟି କରି ମୁଁ ଆପଣମାନଙ୍କୁ ଜଣେଇବି। ସେଥିପାଇଁ ଆପଣମାନେ ଭିଡ଼ିଓଟିକୁ ବିନା ସ୍କିପ୍ରେ ଆରମ୍ଭରୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, ଆପଣମାନେ ସବୁ କିଛି ଜାଣିଯିବେ। ଏ ଭିଡ଼ିଓରେ ମୁଁ ଆପଣମାନଙ୍କୁ କ'ଣ ପାଇଁ ଏମିତି କହୁଛି, ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ଭାଇମାନଙ୍କୁ ଆଉ ଟୋକନ ମିଳିବନି, ଯାହାର ସମ୍ପୂର୍ଣ୍ଣ ସୂଚନା ଏହି ଭିଡ଼ିଓରେ ଆପଣମାନେ ଦେଖିବାକୁ ପାଇବେ। ଭିଡ଼ିଓଟିକୁ ଆରମ୍ଭ କରିବା ପୂର୍ବରୁ ଆପଣ ସମସ୍ତଙ୍କୁ କହି ରଖିବି, ଚ୍ୟାନେଲରେ ଯଦି ନୂଆ କରି ଆପଣ ଭିଡ଼ିଓଟି ଦେଖୁଥାନ୍ତି ତାହେଲେ ଭିଡ଼ିଓକୁ ଲାଇକ୍ କରି ଚ୍ୟାନେଲକୁ ସବସ୍କ୍ରାଇବ କରି ପାଖରେ ଥିବା ଘଣ୍ଟି ଚିହ୍ନକୁ ଦବାଇ ଦିଅନ୍ତୁ। ଦେଖନ୍ତୁ, ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଚାଷୀ ଭାଇମାନେ ଅନେକ ସାରା ସମସ୍ୟାର ମଧ୍ୟ ସମ୍ମୁଖୀନ ହେଉଛନ୍ତି। ବହୁତ ଚାଷୀ ଏମିତି ରହିଛନ୍ତି, ସେମାନଙ୍କୁ ରାଜ୍ୟ ସରକାରଙ୍କ ତରଫରୁ ଟୋକନ ଏପର୍ଯ୍ୟନ୍ତ ଦିଆଯାଇ ନାହିଁ। ପ୍ରାୟ ଆପଣମାନଙ୍କର 60% ଅଧିକ ଚାଷୀ ଭାଇମାନଙ୍କୁ ଟୋକନ ମିଳିନାହିଁ। ମୁଁ ଆପଣମାନଙ୍କୁ କହୁଛି, ଚାଷୀ ଭାଇମାନଙ୍କୁ ଧାନ ମଣ୍ଡିରେ ଧାନ ବିକ୍ରୟ କରିବା ପାଇଁ ଟୋକନ ମିଳିବ ନାହିଁ। ଏହା କହିବାର ମଧ୍ୟ ତାତ୍ପର୍ଯ୍ୟ ରହିଛି। ଆପଣମାନେ ଏହି ଭିଡ଼ିଓର ପୋଷ୍ଟରକୁ ଦେଖି ମଧ୍ୟ ଆସିଥିବେ। ଏଭଳି କହିବାର କାରଣ କ'ଣ ରହିଛି ଆପଣମାନେ ଚିନ୍ତା କରୁଥିବେ। ଦେଖନ୍ତୁ, ରାଜ୍ୟ ସରକାରଙ୍କ ତରଫରୁ ଏହା ଘୋଷଣା କରାଯାଇଛି, ଯେତେ ବି ଚାଷୀ ରହିଛନ୍ତି, ଯେଉଁମାନେ ପଞ୍ଜୀକରଣ ପ୍ରକ୍ରିୟା ସମ୍ପାଦନ କରିଛନ୍ତି, ସେମାନଙ୍କ ମଧ୍ୟରୁ କିଛି ଚାଷୀ ଭାଇମାନଙ୍କୁ ଟୋକନ ଆଉ ମିଳିବ ନାହିଁ। ଦେଖନ୍ତୁ, ପ୍ରଥମ ପର୍ଯ୍ୟାୟରେ ଆପଣମାନଙ୍କର ଏକରରେ ଯେତିକି କୁଇଣ୍ଟାଲ ଆସିଥିଲା, ସେତିକି କୁଇଣ୍ଟାଲ ଆପଣମାନଙ୍କର ନେକ୍ସଟ ପର୍ଯ୍ୟାୟରେ ଆସିବ ବୋଲି କେବେ ବି ଆଶା କରାଯାଉନାହିଁ, ଯାହାକି ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି। ଧାନ ମଣ୍ଡିରେ ଧାନ ବିକ୍ରୟକୁ ନେଇ ଯେଉଁ ଅସନ୍ତୋଷ ପ୍ରକାଶ ହେଇଛି, ଆଉ ସରକାର ମଧ୍ୟ ଏହା ପ୍ରକାଶ କରିଛନ୍ତି ଯେ ଚାଷୀ ଭାଇମାନଙ୍କ ଠାରୁ ଅଧିକ ଧାନ ସଂଗ୍ରହ କରାଯିବ ନାହିଁ, ଯାହାକି ମନ୍ତ୍ରୀ ସୂଚନା ଦେଇଛନ୍ତି। ଆପଣମାନଙ୍କର ଧାନ ଯେତିକି ବି ଅମଳ ରହିଛି, ସେଇ ଅମଳ ଧାନରୁ ଆପଣମାନେ ମଣ୍ଡିରେ କିଛି ବିକ୍ରୟ କରନ୍ତୁ, ଆଉ କିଛି ଆପଣମାନେ ଖାଇବା ପାଇଁ ପାଖରେ ରଖନ୍ତୁ। ଅବଶିଷ୍ଟ ଆପଣମାନଙ୍କର ଧାନ ବଳିଲେ ଆପଣମାନେ ଖୋଲା ବଜାରରେ ନେଇ ବିକ୍ରୟ କରନ୍ତୁ। ଦେଖନ୍ତୁ, ଆପଣମାନଙ୍କର ଯେଉଁ ପ୍ରଥମ ପର୍ଯ୍ୟାୟରେ ଯେଉଁ ଜମି ଗୁଡ଼ିକର ଜଳସେଚନର ସୁବିଧା ଥିଲା, ତ ସେଇ ଜମି ଗୁଡ଼ିକର ପାଇଁ ଆପଣମାନଙ୍କର ଏକର ପିଛା 19 କୁଇଣ୍ଟାଲ ଆସିଥିଲା। ତାପରେ ଯେଉଁ ଜମି ଗୁଡ଼ିକରେ ଜଳସେଚନ ସୁବିଧା ନାହିଁ, ସେଠି ଆପଣମାନଙ୍କର 13 କୁଇଣ୍ଟାଲ ଏକର ପିଛା ଆସିଥିଲା। ପରବର୍ତ୍ତୀ ପର୍ଯ୍ୟାୟରେ ଏକର ପିଛା ଯେତିକି କୁଇଣ୍ଟାଲ ଆପଣମାନଙ୍କର ଆସିବାର କଥା, ସେତିକି ଆସିବ ନାହିଁ। ସେଥିପାଇଁ କହିବାର ତାତ୍ପର୍ଯ୍ୟ ହେଲା, ଆଉ ଚାଷୀ ଭାଇମାନଙ୍କୁ ଟୋକନ ହିଁ ମିଳିବ ନାହିଁ। ଦେଖନ୍ତୁ, ଆପଣମାନଙ୍କର ବରଗଡ଼ ଜିଲ୍ଲାରେ ଖରିଫ ଧାନ ସଂଗ୍ରହ ପ୍ରକ୍ରିୟା ତ ଚାଲିଛି, ଆଉ 2 ଦିନ ପରେ ଜିଲ୍ଲାରେ ଧାନ ସଂଗ୍ରହ ପ୍ରକ୍ରିୟାକୁ 3 ସପ୍ତାହ ପୂରିବ। ଅଥଚ ଏପର୍ଯ୍ୟନ୍ତ ଧାନ ବିକ୍ରୟ ବଟା ସ୍ୱାଭାବିକ ହୋଇପାରି ନାହିଁ। ଜିଲ୍ଲାର ମଣ୍ଡିକୁ ବିକ୍ରୟ ପାଇଁ ଯେଉଁ ହାରରେ ଧାନ ଆସୁଛି, ସେହି ଅନୁପାତରେ ଧାନ କିଣାଯାଉ ନଥିବା ଅଭିଯୋଗ ହୋଇଛି। ଏହା ସହିତ ରାଜ୍ୟ ସରକାରଙ୍କ ତରଫରୁ ଘୋଷଣା କରାଯାଇଥିଲା, ଚାଷୀ ଭାଇମାନଙ୍କୁ 14ରୁ 13 ଦିନ ମଧ୍ୟରେ ଟୋକନ ସବୁ ମିଳିଯିବ, ଯାହା ମାନ୍ୟବର ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର ମଧ୍ୟ ସୂଚନା ଦେଇଥିଲେ। ଯେଉଁ ଚାଷୀ ଭାଇମାନେ ପଞ୍ଜୀକରଣ କରିଛନ୍ତି, ସମସ୍ତଙ୍କୁ ଟୋକନ ମିଳିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ଦେଖନ୍ତୁ, ଯେଉଁମାନଙ୍କର ଟୋକନ ଆସିଲା, ସେମାନେ ଭଲ ଭାବରେ ମଣ୍ଡିରେ ଧାନ ବିକ୍ରୟ କରିପାରିବେ ନାହିଁ। ମଣ୍ଡିରେ ଯେଉଁ ମିଲର ମାନେ ଅଛନ୍ତି, ସେଇ ମିଲର ମାନେ ହିଁ ବେଶୀ ଆପଣମାନଙ୍କର କଟନୀ ଛଟନୀ କରୁଛନ୍ତି। ଚାଷୀ ଭାଇମାନଙ୍କ ମଧ୍ୟରେ ମଧ୍ୟ ଅସନ୍ତୋଷ ପ୍ରକାଶ ପାଇଛି। କିଛି ଚାଷୀ ଭାଇ କମେଣ୍ଟସ କରିଥିଲେ କି ଯେ ଯେଉଁ ମିଲର ମାନେ ରହିଛନ୍ତି, ସେମାନେ ବହୁତ ଧାନ ମଣ୍ଡିରେ ଆପଣମାନଙ୍କର 4ରୁ 5 କେଜି ଧାନ କଟାଯାଉଛି। ଦେଖନ୍ତୁ, ମିଲରଙ୍କ ପାଖରେ ବହୁତ ସାରା ଧାନ ଷ୍ଟକ୍ ହେଇକି ରହିଛି, ଯାହାଫଳରେ ଆଗାମୀ ପର୍ଯ୍ୟାୟରେ ଯେଉଁ ଚାଷୀ ଭାଇମାନେ ଟୋକନ ପାଇବେ, ଏକର ପିଛା ଆପଣମାନଙ୍କର ଯେତିକି କୁଇଣ୍ଟାଲ ଥିଲା, ତାହା କଟିକି ଆପଣମାନଙ୍କର ଆସିବ, ଯାହା ଆମେ ଆଶା କରୁଛୁ।
ତା ସହିତ ଜିଲ୍ଲାର ମଣ୍ଡିକୁ ବିକ୍ରୟ ପାଇଁ ଯେଉଁ ହାରରେ ଧାନ ଆସୁଛି ସେହି ଅନୁପାତରେ ଧାନ କିଣାଯାଉ ନଥିବା ଅଭିଯୋଗ ମଧ୍ୟ ହୋଇଛି। ଫଳରେ କ'ଣ ହେଉଛି ନା ମଣ୍ଡି ଗୁଡ଼ିକରେ ବିକ୍ରୟ ଅପେକ୍ଷାରେ ପଡ଼ି ରହୁଥିବା ଧାନ ଦିନକୁ ଦିନ ବଢ଼ିବାରେ ଲାଗିଛି। ଆପଣ ସ୍ୱାଭାବିକ କଥା, ଯେହେତୁ ଧାନ ବିକ୍ରୟ ହେଉନାହିଁ ମଣ୍ଡି ଗୁଡ଼ିକରେ ଧାନ ଗୁଡ଼ାକ ଆସିକି ଗଦା ହେଉଛି, ଯାହାଫଳରେ ମଣ୍ଡି ଗୁଡ଼ିକରେ ଧାନ ଦିନକୁ ଦିନ ବଢ଼ିବାରେ ଲାଗିଛି। କେବଳ ସେତିକି ନୁହେଁ ଆଜ୍ଞା, ଜିଲ୍ଲାର ଅନେକ ଚାଷୀଙ୍କ ପାଖକୁ ଏପର୍ଯ୍ୟନ୍ତ ଧାନ ବିକ୍ରୟ ଟୋକନ ମଧ୍ୟ ପହଞ୍ଚି ପାରିନାହିଁ। ଅନ୍ୟପଟେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି ଆପଣମାନଙ୍କର 69 ଟଙ୍କା ବୃଦ୍ଧି କରିଥିବାରୁ ଚାଷୀ ମହଲରେ ଖୁସି ପ୍ରକାଶ ପାଇଥିଲା। ବହୁ ଚାଷୀ ମଧ୍ୟ ଖୁସି ହେଇଥିଲେ, ଯାହା ହଉ 69 ଟଙ୍କା ବଢ଼ିଛି। କିନ୍ତୁ ରାଜ୍ୟ ସରକାର ଧାନ କୁଇଣ୍ଟାଲ ବାବଦକୁ ଦେଇଥିବା ଇନପୁଟ ସବସିଡିରୁ ଆପଣମାନଙ୍କୁ 69 ଟଙ୍କା ହ୍ରାସ କରି ଦେଉଛନ୍ତି। ପୂର୍ବରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ଆପଣ 800 ଟଙ୍କା ଇନପୁଟ ସବସିଡି ପାଉଥିବା ବେଳେ ମାତ୍ର ଏବେ ଚାଷୀଙ୍କୁ ଇନପୁଟ ସବସିଡି ବାବଦକୁ ଚାଷୀଙ୍କୁ ଧାନ କୁଇଣ୍ଟାଲ ବାବଦକୁ ମାତ୍ର 731 ଟଙ୍କା ପ୍ରଦାନ କରାଯାଉଛି। ଏହାକୁ ନେଇ ସରକାରଙ୍କ ବିରୋଧରେ ଚାଷୀମାନେ ବିଷୋଦ୍ଗାର କରିଥିବା ବେଳେ ଅସନ୍ତୋଷ ତେଜି ଉଠିଛି। ଦେଖନ୍ତୁ, ଅନ୍ୟ ବର୍ଷ ତୁଳନାରେ ଏଥର ଧାନ କିଣା ବିକାରେ ଚାଷୀମାନଙ୍କୁ ଅଧିକ ହଇରାଣ ହରକତ ହେବାକୁ ପଡ଼ିଛି। ଜିଲ୍ଲାରେ ପ୍ରଥମ ଥର ପାଇଁ ଅନ୍ୟ ବର୍ଷ ତୁଳନାରେ ପ୍ରାୟ ମାସେ ପରେ ଅର୍ଥାତ୍ ଗତ ମାସ 28 ତାରିଖ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବା ସହିତ ମଣ୍ଡିଗୁଡ଼ିକ ଖୋଲିଥିଲା। କିନ୍ତୁ ଏପର୍ଯ୍ୟନ୍ତ ଟୋକନ ସମସ୍ୟା ଯୋଗୁଁ ଜିଲ୍ଲାରେ ବିଭିନ୍ନ ମଣ୍ଡିରେ ଧାନ କିଣା ବିକା ହୋଇପାରୁନାହିଁ। ଏହି ପରିସ୍ଥିତିକୁ ନେଇ 3 ଦିନ ତଳେ ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଆଗରେ ଚାଷୀମାନେ ଜିଲ୍ଲାପାଳ ଆଦିତ୍ୟ ଗୋଏଲଙ୍କ ଗୋଡ଼ ତଳେ ଧାନ ବସ୍ତା ରଖି ମୁଣ୍ଡିଆ ମାରିବା ସହିତ ସମସ୍ୟା ସମାଧାନ ପାଇଁ ଆକୁଳ ନିବେଦନ କରିଥିଲେ ଚାଷୀ ଭାଇମାନେ। ଏହା ସତ୍ତ୍ୱେ ଜିଲ୍ଲାରେ ଧାନ କିଣା ବିକା ସମସ୍ୟାରେ ସୁଧାର ଆସିନାହିଁ ଏବଂ ଆଗାମୀ ଫସଲ ପାଇଁ ଚାଷୀମାନେ ପ୍ରସ୍ତୁତି ମଧ୍ୟ ହୋଇପାରୁନାହାନ୍ତି। ଅନ୍ୟପଟେ ଧାନ ବିକ୍ରୟ ଦାବିରେ ସୋମବାର ପଦ୍ମପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଷୀମାନେ ଧାରଣା ଦେଇଥିବା ବେଳେ ଅତାବିରା ବ୍ଲକ ପାହାଡ଼ାଶ୍ରୀ ଗିଡ଼ାରେ ଚାଷୀମାନେ ତାଲା ମାରି ଧାନ ଉଠାଣରେ ମନ୍ଥରତାର ପ୍ରତିବାଦ କରିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ ଧାନ ଦରକୁ ନେଇ ଚାଷୀ ଅସନ୍ତୋଷ ଦ୍ୱିଗୁଣିତ ହେବାରେ ଲାଗିଛି। ରାଜ୍ୟରେ ଶାସନକୁ ଆସିବା ପୂର୍ବରୁ ଭାଜପା ନିର୍ବାଚନ ପ୍ରଚାର ସମୟରେ ଧାନ କୁଇଣ୍ଟାଲ ପ୍ରତି 800 ଟଙ୍କା ଇନପୁଟ ସବସିଡି ଦେବା ପାଇଁ ପ୍ରତିଶ୍ରୁତି ଦେଇଥିଲେ। ପ୍ରତିଶ୍ରୁତି ମୁତାବକ ଶାସନକୁ ଆସୁ ଆସୁ ରାଜ୍ୟର ଭାଜପା ସରକାର ତାହା ମଧ୍ୟ ପ୍ରଦାନ କରିଥିଲେ। ଏହାକୁ ନେଇ ଚାଷୀମାନେ ବେଶ ଖୁସି ଥିବା ପରିଲକ୍ଷିତ ହୋଇଥିଲା। କିନ୍ତୁ ଏବେ କେନ୍ଦ୍ର ସରକାର ଯେତେବେଳେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ MSP କୁଇଣ୍ଟାଲ ପ୍ରତି 2300ରୁ 2369 ଟଙ୍କାକୁ ବୃଦ୍ଧି କରିଛନ୍ତି, ସେତେବେଳେ ରାଜ୍ୟ ସରକାର ଧାନର ଇନପୁଟ ସବସିଡିକୁ ହ୍ରାସ କରିବା ଚର୍ଚ୍ଚା ବିଷୟ ହୋଇଛି। ପୂର୍ବରୁ MSP ଆପଣମାନଙ୍କର 2300 ଟଙ୍କା ଏବଂ ଇନପୁଟ ବାବଦକୁ ଆପଣମାନଙ୍କୁ 800 ଟଙ୍କା ଭାବେ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି ମୋଟ 3100 ଟଙ୍କା ପାଉଥିଲେ। ତେବେ ଏଥର କେନ୍ଦ୍ର ସରକାର ଧାନ କୁଇଣ୍ଟାଲ ପ୍ରତି 69 ଟଙ୍କା ବୃଦ୍ଧି କରିଥିବାରୁ ଚାଷୀମାନେ ଧାନ କୁଇଣ୍ଟାଲ ପ୍ରତି 3169 ଟଙ୍କା ପାଇବେ ବୋଲି ଆଶା କରିଥିଲେ, ଯାହା ଚାଷୀ ଭାଇମାନଙ୍କର ଆଶାରେ ହିଁ ରହିଗଲା। ଦେଖନ୍ତୁ, ଫ୍ଲିପକାର୍ଟରେ ଆପଣମାନଙ୍କ ପାଇଁ ବହୁତ ସୁନ୍ଦର ସୁନ୍ଦର ଶାଢ଼ୀ ଗୁଡ଼ିକ ରହିଛି। କମ୍ ଡିସ୍କାଉଣ୍ଟରେ ଆପଣମାନେ ପାଇପାରିବେ। ଏହି ଭିଡ଼ିଓର ଟ୍ୟାଗ୍ରେ ଆଭେଲେବୁଲ୍ ରହିଛି, ଆପଣମାନେ ଚେକ୍ କରି ଅର୍ଡ଼ର କରିପାରିବେ।